ଦେଖିଲେ କେଡ଼େ ବଡ଼ କାମିକାଟେ ଆଜି ଗୁହାଳେ ଲାଗି ପଡ଼ିଛି ଗାଈ ଖାଇବାକୁ ଦେବା ପାଇଁ। ଭାଗ୍ୟ ତ ମୋର ଖୋଲିଗଲା ଆଉ। ସତରେ ମୁଁ ବଡ଼ ଭାଗ୍ୟବାନ। ମୋ ପିଲାମାନଙ୍କୁ ମୁଁ ଏମିତି ଗାଈ କାମ ଶିଖଉଥିଲି, ଆଉ ଏବେ ମୋ ନାତି ଦେଖନ୍ତୁ କେମିତି ଆଗ୍ରହରେ ଯାଇକି ଗାଈ କାମ କରୁଛି। ମୁଁ ଭାଗ୍ୟବାନ ନୁହେଁ ତ କ'ଣ? ଗାଈ କାମ କରିବା ପାଇଁ ଲୋକ ଖୋଜିଲେ ବି ମିଳୁନାହାନ୍ତି। ଆଜିକାଲି ଶୁଖିଲା କାମ ସବୁ ଏମିତି ଜୁଟିଲାଣି, ଯେଉଁଠିକି ଛାଣ୍ଟକାଣ୍ଟ ହେଇକି ଯାଇକି ଲୋକ କିଛି ଉପାର୍ଜନ କରି ଚାଲି ଆସୁଛନ୍ତି। ଏ ଗୋବର ମୋବର କାମ କିଏ ବା କରିବ? ସେହି ସମୟରେ ମୋ ନାତି ସ୍ୱତଃପ୍ରବୃତ୍ତ ଭାବରେ ଗୁହାଳକୁ ଆସି ଗାଈ କାମରେ ସାମିଲ ହେବାଟା ମୋ ପାଇଁ କ'ଣ ଗୋଟେ ଖୁସିର କଥା ନୁହେଁ? ସତ କହିବାକୁ ଗଲେ ପିଲାଦିନୁ ମୋର ସବୁ ପିଲାମାନେ ଗାଈ କାମ କରନ୍ତି, କିନ୍ତୁ ଜାଙ୍ଗୁଟା ମାନେ ମୋ ବଡ଼ ପୁଅ ନାଲି ଶାଢ଼ୀ ଯିଏ ପିନ୍ଧିଛି ସେ ଗାଈମାନଙ୍କୁ ବହୁତ ଭଲ ପାଏ। ତାଠି ଟିକେ ତା ବାପା ଗୁଣଟା ଅଧିକ ଅଛି ତ ବୋଧେ ସେଇଥିପାଇଁ। ଠିକ୍ ସେମିତି ସବୁ ନାତି ନାତୁଣୀଙ୍କ ଭିତରେ ଏଇ ଜାଙ୍ଗୁ ପୁଅ ଗୁଟୁ ଗାଈମାନଙ୍କୁ ବହୁତ ଭଲ ପାଏ। ଆଉ ବାବା ଏପଟେ ଆସି ଲାଗି ଯାଇଥିଲା, କାହିଁକିନା ଆମର ପାଣି ଟ୍ୟାପ୍ଟା ଖରାପ ହେଇଯାଇଥିଲା। ଏ କୂଅଟା ବହୁତ ପୁରୁଣା। ମୁଁ ଶାଶୁଘରକୁ ଆସିଲା କାଳୁ ଏ କୂଅ ଦେଖିଛି। ବୋଉ କହନ୍ତି ଇଏ ତାଙ୍କ ଶାଶୁଙ୍କ ଅମଳର କୂଅ। ଭାଗ୍ୟ ଭଲ ଆମେ ଏ କୂଅଟିକି ପୋତିନୁ। ଫନିରେ ଯେତେବେଳେ ସମସ୍ତେ ବହୁତ ଅସୁବିଧା ଭୋଗ କଲୁ, ଏଇ କୂଅଟି ଆମ ଜୀବନ ରକ୍ଷା କରିଥିଲା। ସେଇଦିନୁ ମୁଁ କହେ କୂଅରେ ଟିକେ ବାଲ୍ଟି ମାଡ଼ କରୁଥାଅ, ତାହେଲେ କୂଅ ପାଣି ପରିଷ୍କାର ରହିବ। ଆମେ ମଝିରେ ମଝିରେ କୂଅରୁ ପାଣି କାଢ଼ୁ। ଏମିତି ସବୁ କଥାବାର୍ତ୍ତା ଭିତରେ ମୁଁ ଯାଇ ଗାଈ ଦୁହିଁବା ଆରମ୍ଭ କଲି। ଗାଈ ଦୁହିଁବା ଯିଏ ନ ଦୁହିଁଥିବେ ସେ ଭାବେ ଏଇଟା ଗୋଟେ ବହୁତ ସହଜ କାମ, କିନ୍ତୁ ପ୍ରକୃତରେ ଗାଈ ଦୁହିଁଲେ ହାତ ଉପରେ ବହୁତ ବିଶେଷ ଭାବରେ ଯେଉଁ 2 ଆଙ୍ଗୁଳି ଲଗେଇ ଗାଈ ଦୁହାଁଯାଏ ତା ଉପରେ ବହୁତ ଚାପ ପଡ଼େ, ଆଉ ବହୁତ କଷ୍ଟ ବି ହୁଏ। ଅଭ୍ୟାସ ହେଇଗଲେ କିଛି ହୁଏନି, କିନ୍ତୁ ନହେଲେ ବହୁତ କଷ୍ଟ ହୁଏ। ମୁଁ ତ ଆଜି ଗାଈଟାକୁ ଏକୁଟିଆ ପୁରା ବି ଦୁହିଁ ପାରିଲିନି, ଅଧାରୁ ଜାଙ୍ଗୁ ପୁଣି ସହଯୋଗ କଲା। ଏଗୁଡ଼ା ସବୁ ଥିଲା ରବିବାର ଦିନର କଥା। କିନ୍ତୁ ସମୟ କାହିଁ ଯେ ଭିଡ଼ିଓ କରିବି। ଅନେକ ଦିନ ହେଲା କାମର ଅଭ୍ୟାସ ଛାଡ଼ି ଯାଇଥିବାରୁ ମୋତେ ବହୁତ କଷ୍ଟ ହେଉଥିଲା। ଏମିତି ବି ମୋର ଅଣ୍ଟା ଦୋଷ ଅନେକ ଦିନରୁ। ବେଲ୍ଟ ବାନ୍ଧି ଏସବୁ କାମ କରିବା ବଡ଼ ବିରକ୍ତକର। ହେଇ ଦେଖୁନାହାନ୍ତି ଅଧାରୁ ଆସି ପୁଣି ଜାଙ୍ଗୁలు ଦୁହିଁଲା। ଏତେ ବିରକ୍ତ ଲାଗେ, ସେଥିପାଇଁ ମୁଁ ଅଣ୍ଟାରେ ଗୋଟେ ଗାମୁଛା ବାନ୍ଧି ଦେଇଥିଲି। ଆଉ ଭାବୁଥିଲି ଆଗରୁ ଯେଉଁ ବୟସ୍କ ଲୋକମାନେ ଯେକୌଣସି କାମ କଲାବେଳେ ଅଣ୍ଟାରେ ଗାମୁଛାଟେ ବାନ୍ଧନ୍ତି, ସତରେ ଗାମୁଛା ବନ୍ଧାଟା ବଡ଼ ଆରାମ ଲାଗୁଥିଲା। ଜାଙ୍ଗୁ ତାର ଗାଈ ସବୁ ଦୁହିଁଲା। ଆଜି ରବିବାର, ଶନିବାର ଦିନ ସକାଳ ଓଳିର କାମ ଛିଣ୍ଡେଇ ଦେଇ ଶିବ ଯାଇଛି। ରବିବାର ଦିନରେ ସବୁ ପିଲା ଘରେ ଅଛନ୍ତି, ତେଣୁ ସମସ୍ତେ ଯାଇ ଲାଗି ପଡ଼ିଛନ୍ତି। ଦେଖୁନାହାନ୍ତି ବାବାଇ କେମିତି ଗୋବର କାମ କରୁଛି। ଆମର କୌଣସି ପିଲା ଗୋବରକୁ ଅଶୁକାନ୍ତିନି, ମାନେ ବୁଝିପାରିଲ ତ? ମାନେ ଗୋବରକୁ ଘୃଣା କରନ୍ତିନି। ଏବେ ତ ଲୋକ କାମ କରିବାକୁ ଆଣିଲେ ବି ସେ ଆଗ ପଚାରୁଛନ୍ତି, ଯେମିତି ଘରକୁ କାମବାଲି ଡାକିଲେ ସେ ଆଗ ପଚାରୁଛନ୍ତି ତମର ପାଣି ସୁବିଧା କେମିତି ଅଛି, ୱାସିଂ ମେସିନ୍ ଅଛି ନା ନାହିଁ, ଆଉ ଘର କେମିତିକା ଘର, ମାନେ ଟାଇଲ ପଡ଼ିଥିବା ଘର ନା କେବଳ ସିମେଣ୍ଟ ଘର, କାଠ ଚୁଲି ମାଟି ଘରର ତ ପ୍ରଶ୍ନ ଉଠୁନି। ଠିକ୍ ସେମିତି କାମ କରିବାକୁ ବି ଲୋକ ପଚାରୁଛନ୍ତି ତମର କି ପ୍ରକାର କାମ। ଆଉ ଗାଈ କାମ କଥା କହିଲେ ବହୁତ ଲୋକ ଆଗ୍ରହ କରୁନାହାନ୍ତି, ତେଣୁ ସେ ଗାଈ ଗୁହାଳ ଗୋବରକୁ ନିଶ୍ଚୟ ଘୃଣା କରୁଛନ୍ତି। ହେଲେ ଗାଈ ଯେ ଆମର କେତେ ଉପକାରୀ ଏଇ 44 ବର୍ଷ ଜୀବନ ଭିତରେ ଆମେ ଅନୁଭବ କରିଛୁ। ସେଇଥିପାଇଁ ରାଗରୋଷ ହେଲେ ବି, ଯେତେ କଷ୍ଟ ହେଲେ ବି ଗାଈଙ୍କୁ ଆମେ ନିଜଠାରୁ ଦୂରେଇ ପାରିନୁ। ମୁଁ ଅବଶ୍ୟ ପିଲାଦିନୁ ଗୁହାଳ ଗୋବର ଗାଈ ଗୋରୁଙ୍କ ସାଙ୍ଗେ ସମ୍ପୃକ୍ତ ଥିଲି। ମୋ ବୋଉ ତ ସବୁବେଳେ ଗାଈ ଗୁହାଳ ଗୋବର କାମ କରେ। ଏତେ କାମ ସେ କେମିତି କରିପାରେ ମୁଁ ଆଶ୍ଚର୍ଯ୍ୟ ହେଉଥିଲି। ଆଉ ମୁଁ କେମିତି ଏତେ କାମ କରୁଥିଲି, ମୋ ପିଲାମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ସମୟ ବଦଳି ଯାଉଛି, ଆମର ସମୟ ବିଭିନ୍ନ ବାଟେ ଉପଯୋଗ ହେଉଛି, ତେଣୁ ଆମକୁ ସମୟର ଅଭାବ ହେଉଛି। ହେଲେ ସେତେବେଳେ ଏଇସବୁ କାମ ଭିତରେ ବି ଆମେ ହସୁଥିଲୁ, ଖୁସି ହେଉଥିଲୁ, ଆଉ ସଂସାରରେ ମନ ଆନନ୍ଦରେ ରହୁଥିଲୁ। ଏତେ ବେଶୀ ଚାପଯୁକ୍ତ ହେଉନଥିଲୁ। ଏବେ ଅନେକ ସୁବିଧା ଭିତରେ ବି ମଣିଷ ବହୁତ ଚାପଗ୍ରସ୍ତ ହୋଇପଡ଼ୁଛି। ଏମିତି କଥା ହେଇ ହେଇ ମୁଁ ବାରିପଟକୁ ଗଲି। ମୋ ବଉଳ ଗଛର ପତ୍ର ସବୁ ଏଠି ପଡ଼ିଥାଏ, ଆଉ ମୁଁ ସବୁବେଳେ ତାକୁ ଓଳେଇକି ସଫା ରଖିଥାଏ ଏଇଥିପାଇଁ ଯେ ସକାଳୁ ସେଠି ବଉଳ ଫୁଲ ପଡ଼େ। ବଉଳ ଫୁଲ ତ ତୋଳା ଯାଏନି ନା, ଗୋଟା ହେଇକିରି ହିଁ ଗୁନ୍ଥାଯାଏ। ସେ ପୁଣି ଆମ ଜଗନ୍ନାଥଙ୍କର ପ୍ରିୟ, ସେଥିପାଇଁ ମୁଁ ଏଇ ଜାଗାଟା ସବୁବେଳେ ସଫା କରେ। ଆଉ ଆପଣମାନେ ଆମ କାର୍ଯ୍ୟକ୍ରମରୁ ଦେଖିପାରୁଥିବେ, ଏସବୁ କାର୍ଯ୍ୟକ୍ରମ କ'ଣ ଭିଡ଼ିଓ କରିବା ପାଇଁ ଆମେ କରୁଛୁ? ଏଗୁଡ଼ା ଆମର ଦୈନନ୍ଦିନ ଅନ୍ତରଙ୍ଗ କାମ। ଆଉ ଏଇ କାମ ବେଳେ କିଏ ବସିକି ଗୋଟେ ଭିଡ଼ିଓ କରିବ? ତାପରେ ଅଭ୍ୟାସ ଛାଡ଼ି ଯାଇଥିବାରୁ
ବହୁତ କ୍ଳାନ୍ତ ଲାଗୁଛି। ସେଥିପାଇଁ ମୁଁ ଯାହା ଯେମିତି ପିଲାଙ୍କୁ କହି ଟିକେ ଟିକେ ଭିଡ଼ିଓ କରିଥିଲି, ହେଲେ ତାକୁ ସବୁ ଯୋଡ଼ି ଯାଡ଼ି ଆପଣଙ୍କୁ କହିବା ପାଇଁ ବି ସୁଯୋଗ ପାଇନଥିଲି। ଆଜି ସନ୍ଧ୍ୟାର ଅସରାଏ ବର୍ଷା ପାଣିପାଗକୁ ଏତେ ଥଣ୍ଡା କରିଦେଇଛି ଯେ ସନ୍ଧ୍ୟାବେଳ ଗୁହାଳ କାମ ସାରି ଆସିଲା ପରେ ଏତେ ବେଶୀ କ୍ଳାନ୍ତ ଲାଗିଲାନି। ଭାବିଲି ଯେତିକି ଭିଡ଼ିଓ ରଖିଛି ତାକୁ ଯୋଡ଼ି ଯାଡ଼ି ଆପଣମାନଙ୍କ ପାଖେ ପହଞ୍ଚେଇ ଦେବି। ସେଇଥିପାଇଁ ବସି ପଡ଼ିଲି ଭିଡ଼ିଓ କରିବାକୁ। ଖତ ଖାଲ କଥା କହିଲେ ନ ସରେ। ଆଜି ତ ପୁଣି ବର୍ଷା ହେଇଗଲା। ଏ ବର୍ଷ ଖତ ଖାଲ କେମିତି ଖାଲି ହେବ କେଜାଣି। ଆଗରୁ ପଣା ସଂକ୍ରାନ୍ତି ହେଲା ମାନେ କିଏ କେତେବେଳେ ଆସି ଖତକୁ ନେବା ପାଇଁ ଅଡ଼ି ବସୁଥିଲେ। ଆଗ ଆମ ବିଲରେ ଖତ ଲାଗୁଥିଲା, ସେଥିରୁ ବଳିଲେ ଅନ୍ୟମାନଙ୍କୁ ଦିଆହେଉଥିଲା। ଏଇଟା ଥିଲା ସୋମବାରର କାମ। ମୁଁ ସେଦିନ ଗାଈମାନଙ୍କୁ ଗାଧେଇ ଦେଇଥିଲି, ହେଲେ ମୁଁ ଏକୁଟିଆ ଥିବାରୁ ଆଉ ଭିଡ଼ିଓ କରିନଥିଲି। ପରେ ବାବାଇ ଯାଇ ମୋତେ ଚାହା ଦେଇ ଆସିଲା ଆଉ ଅଫିସ୍ ବାହାରିଗଲା। ସିଏ ଏତେ ବାଟ ଆଇଲା ପରେ ମୋର ମନେ ପଡ଼ିଲା, ଆରେ ଗୁହାଳକୁ ମୋତେ ଏମିତି ମଝିରେ ମଝିରେ ଚାହା ଆଣିଦିଅନ୍ତି। ସେ କଥାଟା ଅବଶ୍ୟ ମୁଁ ଆଗରୁ କହିଛି, ତଥାପି ଏଥର ବି ତ ଟିକେ କହନ୍ତି। ବାବାଇ ଜଲ୍ଦି ପଳେଇଥିଲା। ଚୁଙ୍ଗା କିନ୍ତୁ ଡେରିରେ ଆସିଲା। ମୋର ପାଣି ପାଇପ୍ଟା ଟିକେ ଅସୁବିଧା ହେଇଯାଇଥିବାରୁ କାଲି ସିନା ବାବାଇ ପାଣି କାଢ଼ିଦେଲା, ଆଜି କ'ଣ ମୁଁ ପାଣି କାଢ଼ିକି ଗାଈ କାମ କରିପାରିବି? ଚୁଙ୍ଗା ଆସି ତାକୁ ସବୁ ସଜଡ଼ା ସଜଡ଼ି କରିଦେଲା। ସେତିକିବେଳେ ମୁଁ କହିଲି, ବାପାରେ ଆସିଛୁ, ମୋର ଟିକେ ଭିଡ଼ିଓ କରିଦେଲୁ। ସିଏ ହିଁ ମୋର ଟିକେ ଭିଡ଼ିଓ କରିଦେଇଥିଲା। ମୁଁ ତ ଆଗରୁ କହିଛି, ମୋର ଜିମ୍ ପାର୍ଲର ସବୁ ମୋ ଘରେ। ବାଡ଼ିରେ କାମ କରି କରି ମୁଁ ଝାଳ ବୁହାଏ, ଆଉ ସେଥିରୁ ମୁଁ ଜିମ୍ର ଫାଇଦା ପାଏ। ଆଉ ପାର୍ଲର କାମ ବି ମୋର ଘରେ ହିଁ ହେଇଯାଏ। ଆଜି ବି ସେଇଆ ହେଲା। ଗୁହାଳକୁ ଆସିଲେ ମୁଁ ନିହାତି ମୁହଁରେ ଟିକେ ଫେଣ ଲଗେଇ ପକାଏ। ସେଇ ଫେଣ ଟିକେ ଲଗେଇଦେଲେ ମୋତେ ବଡ଼ ଖୁସି ଲାଗେ। ଖରାବେଳେ ବସି ବାରିଆଡ଼କୁ ଆସିଲା ବେଳକୁ ସୁନ୍ଦର ଚଢ଼େଇମାନଙ୍କର ଶବ୍ଦ ଶୁଭୁଥିଲା। ମୁଁ ମନେ ମନେ ଭାବିଲି, ଏ ଖରାବେଳଟା କେଡ଼େ ନିଛାଟିଆ, କିନ୍ତୁ ଚଢ଼େଇମାନଙ୍କ ଆବାଜରେ କେତେ ଭଲ ଲାଗୁଛି। ସେଇଥିପାଇଁ ଏ ଭିଡ଼ିଓଟି ଆପଣମାନଙ୍କୁ ସେୟାର କଲି। ମୁଁ କେତେବେଳେ ବି ଖରାବେଳେ ନିଦରେ ଶୁଏ ନାହିଁ, ଟିକିଏ ଗଡ଼ପଡ଼ ହେଇ ଉଠିଯାଏ। ମୋର ଗୋଟେ ପ୍ରକୃତି। ନିଦ ଭାଙ୍ଗିଲା ମାନେ ମୁଁ ଗୁହାଳଠୁ ବାରିଯାଏ ସବୁଆଡ଼େ ଘେରାଏ ବୁଲି ଆସିବି। ତାପରେ ଦାଣ୍ଡପଟ ଆଡ଼େ ବି ଯିବି, ଆଉ ଗୋଟେ କପ୍ ଚା କରି ପିଇବି। ଏତେବେଳକୁ ପ୍ରାୟ ସମସ୍ତେ ଖରାବେଳର ବିଶ୍ରାମ ନେଉଥାନ୍ତି। ମୁଁ କିନ୍ତୁ ଏଣେ ତେଣେ ବୁଲି ଅନାବନା କଥା ସବୁ ଭାବୁଥାଏ। ମୋ ଜୀବନଟା ଏମିତି ଚାଲିଛି। ଗଛପତ୍ର, ଗାଈ ଗୋରୁ ଏଇମାନଙ୍କ ସାଙ୍ଗରେ ସରିବାକୁ ବସିଲାଣି। ଆଉ କେତେ ଦିନ ବାକି କିଏ ଜାଣେ। ବେଳେବେଳେ ବିରକ୍ତ ଲାଗେ ଏସବୁ କାମ ପାଇଁ, କିନ୍ତୁ ପୁଣି ଭାବେ ନା, ଏସବୁକୁ ଛାଡ଼ି ମୁଁ ଆଉ କେଉଁଥିରେ ଖୁସି ହେଇପାରିବିନି। ଗାଈମାନଙ୍କ କାମ ସିନା ଏତେ କଷ୍ଟଦାୟକ, କିନ୍ତୁ ସେମାନେ ନ ରହିଲେ ଆମକୁ ଚତୁର୍ଦିଗ ଅନ୍ଧାର ଲାଗିବ। କାହିଁକି? କ୍ଷୀର ଛାଡ଼ିଗଲେ ଆମ ଘର ଗୋଟେ ଖାଁ ଖାଁ ଲାଗେ। ଆଉ ଯଦି ମୋଟେ ଗାଈ ନ ରହିବେ ଆମକୁ କ'ଣ କେବେ ହେଲେ ଭଲ ଲାଗିବ? ତେଣୁ ଯେତେ କଷ୍ଟ ହେଲେ ବି ଆମେ ଗାଈକି ଛାଡ଼ି ପାରୁନୁ। କହିଲେ ସତ ଯେ ସମସ୍ତଙ୍କ ପକ୍ଷେ ଗାଈ ରଖିବାର ଆନୁଷଙ୍ଗିକ ସୁବିଧା ନଥାଏ ବା ଗାଈ ରଖିବା ସମ୍ଭବ ନୁହେଁ, କିନ୍ତୁ ଗୋମାତା ପ୍ରତି ଟିକେ ଆନ୍ତରିକତା ରଖିବା ନିହାତି ଉଚିତ ବୋଲି ମୁଁ ମନେ କରେ। ସବୁ କାମ ସାରି ମୁଁ ଟିକେ କ୍ଷୀର ଫେଣ ଆଣି ମୁହଁରେ ମାରିଦେଲି। ପ୍ରକୃତରେ ଗୁହାଳକୁ ଆସିଲେ ମୋତେ ବହୁତ ଫୁର୍ତ୍ତି ଲାଗେ, ହେଲେ ଏବେ ବୟସ ହେଲା ପରେ ଆଉ ମୋର ଅଣ୍ଟା ଦୋଷ ଥିବାରୁ ଟିକେ କଷ୍ଟ ହେଉଛି। ତେଣୁ ଘରକୁ ଆସି ମୁଁ ଖାଲି ହାଲିଆ ହେଇଯାଉଛି।